ଛୁଆକୁ ଦୁଷେ ସେଇ ଛୁଆକୁ ଦୁଷେ ମୁଁ ବି ମାଗିକି ଦଉছিল ବାପା ମୁଁ ସେ ଛୁଆଙ୍କୁ ଡାକି ଦୁଆର ଜୀବନ ଦୋଛକିରେ ନାତୁଣୀର ଜୀବନ। ଜେଜେମା କାନ୍ଦି କାନ୍ଦି ଓଡ଼ିଶାବାସୀକୁ କରୁଛନ୍ତି ନିବେଦନ, ମୋ ନାତୁଣୀକୁ ଟିକେ ସାହାଯ୍ୟ କର। ବହୁତ ଟଙ୍କା ଖର୍ଚ୍ଚ କରି ସାରିଲାଣି କିନ୍ତୁ ଆଉ ପାରୁନି ବାବୁ। ହେ ଓଡ଼ିଶାବାସୀ, ହେ ସରକାର, ମୋ ଦୁଃଖ ଶୁଣ। ମୋ ନାତୁଣୀର ଅପରେସନ ପାଇଁ ମୋତେ କିଛି ସାହାଯ୍ୟ କର। ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ଜେଜେମା। ହେ ବାବୁ, ମୋ ଥାଳରେ କିଛି ଟଙ୍କା ଦିଅ, ମୁଁ ମୋ ନାତୁଣୀକୁ ଚିକିତ୍ସା କରାଇବି, ନହେଲେ ଅକାରଣରେ ମୋ କଅଁଳ ଫୁଲ ଝଡ଼ିଯିବ। ଏମିତି କୋହଭରା କଣ୍ଠରେ କହିଛନ୍ତି ଜଣେ ଅସହାୟ ବୃଦ୍ଧ ମା। ନାତୁଣୀ ଲିଜା ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି, କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସତରେ ମଣିଷ ଜୀବନ କେତେ କଷ୍ଟକର। କାହା ପାଖରେ ଅଛି ତ ଆଉ କାହା ପାଖରେ ନାହିଁ। ଯାହା ପାଖରେ ଅଛି ସେ ଭଲରେ ଚଳିଲା, ଭଲରେ ଖାଇଲା, କିନ୍ତୁ ଯାହା ପାଖରେ ନାହିଁ ରୋଗ ହେଲେ ବି ତା ପାଖରେ ପଇସା ରହୁନି, ଯାହା ଫଳରେ ଜୀବନ ବି ଚାଲି ଯାଉଛି। ତେବେ ଆଜି ଆମେ ଏମିତି ଏକ କାହାଣୀ କହିବୁ ଯେଉଁଠି ବୃଦ୍ଧା ମା ଜଣେ ତା ନାତୁଣୀ ପାଇଁ କ'ଣ କ'ଣ କରିଚାଲିଛନ୍ତି। ତେବେ ଚିକିତ୍ସା ଚାଲିଥିବା ବେଳେ BSKY କାର୍ଡରେ ଟଙ୍କା ସରିଯିବା ପରେ ପରିବାର ଉପରେ ପଡ଼ିଛି ଦୁଃଖର ଚଡ଼କ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ପୁସୁଙ୍ଗ ଗାଁର ସଂକର୍ଷଣ ମଳିକଙ୍କ ଝିଅ ଲିଜା ମଳିକ ଗତ ଫେବୃଆରୀ ମାସରେ ଭଉଣୀ ବାହାଘର ଥିବାରୁ ଘର ପାଖକୁ ଧାନ ଭଙ୍ଗା ମେସିନ୍ ଆସିଥିଲା। ଲିଜା ଧାନ ଭାଙ୍ଗୁଥିବା ବେଳେ ମୁହଁରେ ବାନ୍ଧିଥିବା କପଡ଼ାଟି ମେସିନ୍ ଫ୍ୟାନରେ ଗୁଡ଼ାଇ ହୋଇଯାଇଥିଲା, ଯାହାଫଳରେ ବେକ ଚାପି ହୋଇଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପାଖରେ ଥିବା ପରିବାର ଲୋକେ ଲିଜାକୁ ବହୁତ କଷ୍ଟରେ ଉଦ୍ଧାର କରିଥିବା ବେଳେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ପ୍ରଥମେ ବାଲେଶ୍ୱର, ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଲିଜା ନବମ ଶ୍ରେଣୀରେ ପରୀକ୍ଷା ଦେବାର ଥିଲା, କିନ୍ତୁ ଏ ପରିସ୍ଥିତି ପାଇଁ ପରୀକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି। ଏବେ ପରିବାର ଲୋକେ ଝିଅର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିବା ସହ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି। ସରକାରଙ୍କୁ ମୁଁ ଏତେ ଅନୁରୋଧ ହେଇକି ମାଗୁଛି, କିଛି ମୋ ଛୁଆକୁ ସାହାଯ୍ୟ ହବ। ମୋ ନାତୁଣୀ ସିଏ, ମୋ ନାତୁଣୀ ନାଁ ହେଉଛି ଲିଜା ମଳିକ। କଟକ ଚିକିତ୍ସାରେ ନେଇକି ପକାଇଥିଲେ, 10 ଲକ୍ଷ ଟଙ୍କା ସେମାନେ କାଟି ନେଇଗଲେଣି। ସତରେ ଆଜି ମୋ ଛୁଆକୁ ଭଲ କରିପାରୁନାହାନ୍ତି। ଗାଁ ଗହଳିରୁ ଆଗିକି 30-40 ହଜାର ଟଙ୍କା ଦେଲି। ସତରେ ମୋ ଛୁଆକୁ ଯାହା ପଇଡ଼ ମୋଡ଼ କିଣିକି ଆଣିକି ସେ ଦେଇଛନ୍ତି। ମୋ ଛୁଆ ଏପର୍ଯ୍ୟନ୍ତ ଭଲ ହେଇପାରିଲା ନାହିଁ। ଏବେ ଡାକ୍ତରମାନେ କହୁଛନ୍ତି ଯେ ତମ ଛୁଆକୁ ତମେ ନେଇଯିବ, 5 ତାରିଖ ପର୍ଯ୍ୟନ୍ତ ଡେଟ୍ ଦେଲେ ତା ଆଗରୁ ମୁଁ ଲୋକ ଡାକିକିରି ଛୁଆକୁ ଯାଇଟିକି ହଉ ତମେ କାଢ଼ି ନିଅ, 5 ତାରିଖ ବେଳକୁ କେଇଟିକି ନେବେ ସିଏ। ସରିଗଲା ପରେ ଧନ କେଇଟିକି ସେ ନେଇକି ଯିବେ। ଓଡ଼ିଶା ଦେଶ ଭାଇକୁ ସମସ୍ତଙ୍କୁ କାର ବୁଦ୍ଧ ହେଇକି ବି ମାଗୁଛି, ମୋ ଛୁଆକୁ କେହି ଟଙ୍କା 2 ଟଙ୍କା 5 ଟଙ୍କା 50 ଟଙ୍କା ସାହାଯ୍ୟ ହୁଅ। ଏହାର ସମସ୍ତଙ୍କୁ ମାଗୁଛି, ସରକାରକୁ ମାଗୁଛି, ଓଡ଼ିଶା ଦେଶବାସୀ ଭାଇମାନଙ୍କୁ ମାଗୁଛି। ମୋ ନାତୁଣୀ ଟିକେ ଭଲ ହେଇଯିବ ବୋଲିକି। ମା ଆଳୁଆକୁ ବାପା ଆଳୁଆ, କେହି ତାର ବୁଦ୍ଧି ନାହିଁ, ପସନ୍ଦ ନାହିଁ ବାପା ମାଆଙ୍କର। ଯେ ବାଟରେ ଚଲେଇ ଦେବ ସିଏ ସେଇ ବାଟରେ ଚାଲିଯିବେ। ତାଙ୍କ ବଡ଼ ଜଇଁ ଆଉ ତାଙ୍କ ସାନ ଜଇଁ ସେଇ 2 ଜଣ ଏଥର ମତା ପୁରେଇଛନ୍ତି। ତାଙ୍କରି ଦୁଷା ଆମେ ତା ସାନ ଆଇଥିଲ ବାପ ଏଠି କେହି ଆମ ତାର ପଦେ କଥା କହିଥିଲେ ଆଇଥିଲ ବାପ ଆମର ଏଠି। ଆହୁରି ଏକଡ଼ ସେକଡ଼ ଲୋକ। ତେବେ ଗୁରୁତର ଲିଜାଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ନିଆଯାଇଥିଲା। ସେଠାରେ ଆଇସିୟୁ ନ ମିଳିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସରକାରଙ୍କ ତରଫରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର। ଧୀରେ ଧୀରେ ସ୍ଥିତିର ପରିବର୍ତ୍ତନ ହେଉଛି। ଏବେ 1 ମାସ 20 ଦିନ ଚିକିତ୍ସା ହେବା ପରେ କାର୍ଡରୁ ସବୁ ଟଙ୍କା ସରିଯାଇଛି। ତେଣୁ ଏବେ ସମ୍ପୂର୍ଣ୍ଣ ଚିକିତ୍ସା ହେବା ପାଇଁ ଅଧିକ ଅର୍ଥ ଆବଶ୍ୟକ, ଯାହାକୁ ନେଇ ପରିବାର ବୃଦ୍ଧ ଜେଜେମା ଗାଁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି। ଜଣେ ଭିକ ମାଗୁଛି, ମୋ ନାତୁଣୀ ହସ୍ପିଟାଲରେ ପଡୁଛି, ମୁଁ ଆଗକୁ ଭିକ୍ଷା କରିକି କାନି ପତେଇକି ତମ କତିରୁ ନେଉଛି।
ସେଇକି ମୁଁ ଦାତୁଳି କତିକି ଦେବି ଭିକା ମାଗିକି ମୋତେ ଯାହା ସାହାଯ୍ୟ ହେଉଛ ତମେ ହୁଅ ବାବୁ ଦିଅ ଗଣ୍ଡେ ଭିକେ ମୋତେ ଯାହା ସାହାଯ୍ୟ ହେଉଛ ହୁଅ ମୁଁ ନାତୁଣୀ ପାଖକୁ ଦେବି ମୋ ନାତୁଣୀ ହସ୍ପିଟାଲରେ ପଡ଼ିଛି ମୋ ନାତୁଣୀ କତିକି ମୁଁ ଭିକା କରିକି ମାଗିକି ଦେବି ମୋତେ ଦିଅ। ଏଠାରେ ଗାଁର ଲୋକମାନେ ମଧ୍ୟ ନିଜ ସକ୍ଷମ ଅନୁସାରେ ସହାୟତା କରୁଛନ୍ତି। ତେବେ ଓଡ଼ିଶାବାସୀଙ୍କୁ ସହାୟତା କରିବାକୁ ନିବେଦନ ସେ କରିଛନ୍ତି। ଫେବୃଆରୀ ମାସର ସେ ପିଲାଟିର ଆକ୍ସିଡେଣ୍ଟ ହେଇଥିଲା ସେ ଲିଜା ମଲ୍ଲିକର ଏଇଠି ଧାନ କୁଟୁ କୁଟୁ ମେସିନ୍ରେ ତାର ଚୁନି ସହିତ ଲାଗି ବାଳ ତାର ଖପୁରୀଟି ଉପୁଡ଼ି ଯାଇଥିଲା। ତ ହଠାତ୍ ସେ ତାକୁ ତ୍ରିଶା ମେଡ଼ିକାଲକୁ ନେଇଯାଇଥିଲେ ତାଙ୍କର ଘର ଲୋକ। ତ୍ରିଶା ମେଡ଼ିକାଲରେ ବିଗତ 1.5 ମାସ ହେବ ଚିକିତ୍ସିତ ହେଉଛି। ତାପରେ କ'ଣ ନା ଯାହା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଯାହା 10 ଲକ୍ଷ ଟଙ୍କା ମହିଳାମାନଙ୍କ ପାଇଁ ମିଳୁଛି ସେ ଥିଲା, କିନ୍ତୁ ସେ କାର୍ଡ଼ରେ ସବୁ ପଇସା ଯାକ ସରିଯାଇଛି। ଏବେ ପିଲାର ମିନିମମ୍ 30 ଲକ୍ଷରୁ 50 ଲକ୍ଷ ଟଙ୍କା ଦରକାର ଟ୍ରିଟମେଣ୍ଟ ପାଇଁ। ତ ଆଙ୍କ ପାଖରେ ପଇସା ନାହିଁ। ଗାଁ ଲୋକ ସମସ୍ତେ ସାହାଯ୍ୟ କରୁଛନ୍ତି, ବାହାର ଲୋକ ବି ସାହାଯ୍ୟ କରୁଛନ୍ତି। ମୁଁ ସମାଜ ସେବା କରେ, ଆଉ ମୁଁ ସମସ୍ତଙ୍କଠୁ ଟଙ୍କାଟେ 2 ଟଙ୍କା 5 ଟଙ୍କା ଯାହା ବି ମାଗି ତାଙ୍କ ଘର ଲୋକ ସାହାଯ୍ୟ କରୁଛି। ଏବେ ସିଚୁଏସନ୍ ଏଇଆ ଆଉ। ଝିଅର ବୟସ 14 ବର୍ଷ 15 ବର୍ଷ ନବମରେ ପଢ଼ୁଥିଲା ସେ। ମୁଁ ସମସ୍ତ ଜନସାଧାରଣଙ୍କୁ 4.5 କୋଟି ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି, ସମସ୍ତେ ଆପଣଙ୍କର ଟଙ୍କାଟେ ସହାୟତା ଗୋଟେ ଝିଅର ଜୀବନ ବଞ୍ଚିଯିବ, ଗରିବ ଝିଅର ଜୀବନ, ଯାହାକି ତାଙ୍କ ଘରେ ଆପଣ ଦେଖୁଛନ୍ତି ଚତୁଃପାର୍ଶ୍ୱରେ କିଛି ସେମିତି ନାହିଁ, ଆର୍ଥିକ ସ୍ୱଚ୍ଛଳ ଭଲ ନାହିଁ। ତ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ସମସ୍ତେ ଟଙ୍କାଟେ ସାହାଯ୍ୟ କରନ୍ତୁ। ସରକାରକୁ କହିବି ଯଦି ଆମର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯେମିତି ଲାଗୁ ହୋଇଛି, ଯଦି ଆମର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ହୋଇଥାନ୍ତା ଆଉ 10 ଲକ୍ଷ ଏକ୍ସଟ୍ରା ମିଳିଥାନ୍ତା, ପିଲାର ଜୀବନଟା ନିହାତି ଘର ଲୋକ ଅସୁବିଧାରେ ପଡ଼ିନଥାନ୍ତେ। ଯାହା ଆମର ଓଡ଼ିଶା ସରକାର ସେଇଟା ଲାଗୁ କରିନଥିବାରୁ ଆମେ ସେଥିପାଇଁ ମୁଁ ବହୁତ ଦୁଃଖିତ। ଲିଜା ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ନିକଟରେ ବାପା ଶଙ୍କର୍ଷଣ ଏବଂ ମା ସାବିତ୍ରୀ ମଳିକ ଉଭୟ ରହୁଛନ୍ତି। ଗରିବ ପରିବାରର ଝିଅଟେ, ଆପଣଙ୍କୁ ଗୋଟିଏ ଟଙ୍କା ଲିଜାର ଚିକିତ୍ସା ହୋଇପାରିବ। ଆପଣମାନଙ୍କୁ ଆମ ରିପୋର୍ଟର୍ସ ଟୁଡେ ପରିବାର ତରଫରୁ ଅନୁରୋଧ, ଏହି କୁନି ଝିଅକୁ ସାହାଯ୍ୟ କରନ୍ତୁ, ଯିଏ ପାଠ ପଢ଼ି ନିଜ ବାପା ମାର ସ୍ୱପ୍ନ ପୂରଣ କରିପାରିବ। ତେବେ ତଳେ ଦିଆଯାଇଥିବା ତାଙ୍କ ଆକାଉଣ୍ଟ ନମ୍ବର ଏବଂ ଫୋନ ପେ ନମ୍ବର ଏବଂ ଫୋନ ନମ୍ବର ଦିଆଯାଇଛି। ଆପଣମାନେ ଏହି ନମ୍ବରରେ ଯୋଗାଯୋଗ କରି ତାଙ୍କର ଭଲ ମନ୍ଦ ବୁଝିବା ସହିତ ତାଙ୍କୁ କିଛି ସାହାଯ୍ୟ କରିବାକୁ ଆମ ପରିବାର ତରଫରୁ ଆପଣମାନଙ୍କୁ ଅନୁରୋଧ। ବାଲେଶ୍ୱରରୁ ଶରତ ନାୟକଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।